आमे बाहरिलु पूरी दुई जन पूरी जावा प्लान थिला तो आमे पूरी जावा प्लान कलु और बाहरिलु एबेन जयपुर रेलवे स्टेशन रे पहुँचलु। रेलवे स्टेशन भीतर को जीवा सेठी चेक करवा केतल आसीबो हमर गाड़ीटा आम बसचु मैडम तो कथा होती घरे क्या सागर देखो आगु कौन के आसपर जीवु आम तब आसला आम जावाई बाहर भर को तो आमर बुगी देखु के नंबर बुगी अच्छी तो सी भितर एंट्री करवा तापर आम कौन करूँ आप कि सबू देखु तो आम बसचु दुई जन फास्ट टाइम भी मैडम जाऊँगी तो भल लगे कौन लगे देखा आप केमती कौन लगी तो मो सांगे आओ मो दुई सांग भी जाऊँगी तो सांग गोटे जाऊँगी भाई गोटे जाऊँगी सब तांको भी काम अच्छी भुवनेश्वर रे काम थिला तो सब जाऊँ मिसिक तो भुवनेश्वर तांको भी काम सियाड़े करेंगे तो आम भी काम अच्छी सियाड़े मिसिक सब करवा आउ भुवनेश्वर गले आम कौन करूँ आप देखे सी टी शई पड़ा भल लगुनि बोल शई पड़ा तो दुई जन भी ऊपर शोचती जार कम से लगी कि तो टाइम पास भी कर जीत जीत भी साढ़े शोची मुझे आप सब सब किसी एमती देखा आम कौन करूँ रात्रि होगा ट्रेन रे शई पड़ी मैडम साइड करे पेन साइड करे गरम लगे फैन की साइड लागू दे और मुंडो ऊपर लगा दो साइड रे लगो काट दे आज नहीं लेना आमे पूरी पाखापाखि पहुँचले पूरी जो भाई आमर समुद्र रास्ता को जाऊँ समुद्र पाखापाखि पहुँचले तो सेठी आमे रूम नहींचु तो से जगह जावाई जाऊँ बेसी भिड़ रूम भी खाली नाला बहुत भिड़ आम बाहरिलु टीटर झील सांगे समुद्र आड़ पानी रे देखला तो से गाधी कांदुला तो आम सका सका पहुँचला समुद्र आड़े बाहरिलु तो जल्दी गाधे आसबू आम सका पहुँचलु 10टा 11टा टाइम एमती होता तो समुद्र आड़े समस्ते गलु एत मस्त लगुला ठंडा ठंडा पवन आसला तो समुद्र पाख गलाप तो पानी छुईला देखला गरम पानी बढ़िया गरम गरम पानी था एंजॉय कलु आम
ତ ସେ ଭିତରକୁ ଯାଉଛି। ସେଠି ଝିଅ ତ କେତେ ବେଗି ଯାଇକରି ଗାଧୋଇ ହେଉଥିଲା, ଝିଅ ଅଟୋରେ ବୁଲି ହେଉଥିଲା। ଆମେ 2 ଜଣ ଯାଇକରି ଡେଇଁ ପଡ଼ିଲୁ ସମୁଦ୍ରରେ। ଫୁଲ୍ ଏନ୍ଜୟ ମସ୍ତି ବଢ଼ିଆ କରୁଛୁ ଆମେ। ତ ଆପଣମାନେ ଯେବେ ପୁରୀ ଆସିବେ ଫୁଲ୍ ଏନ୍ଜୟ କରନ୍ତୁ, ବଢ଼ିଆ ଲାଗିବ ପୁରୀ ବିଚ୍ଟା। ଆମେ ତ 2-3 ଘଣ୍ଟା 4 ଘଣ୍ଟା ଏମିତି 4 ଘଣ୍ଟା ଉପରେ ହିଁ ସେଠି ଗାଧେଇଲୁ, ଫୁଲ୍ ମସ୍ତି କଲୁ। ଆଉ ଯେଉଁ ମାନେ ଟିଟୁର ଝିଅ ସେ ଛାଡ଼ୁନଥିଲା, ମୁଁ ତାକୁ ବି ଗାଧେଇଲି, ଫୁଲ୍ ମସ୍ତି କଲୁ, ଫଟୋ କାଢ଼ିଲୁ, ଫୁଲ୍ ମଜା ମସ୍ତି କଲୁ। ଭଲ ଲାଗିଲା ସବୁ, ମାନେ ଏତେ ବହୁତ ସୁନ୍ଦର ଲାଗିବ। ଆଉ ସେଠି ଆସିଲେ ଭଲ ଲାଗିବ ଆପଣଙ୍କୁ ବି। ତ ସବୁ ସାଇଡ଼୍ରେ ବି ଫଟୋ ବି କାଢ଼ୁଥିଲା। ତାପରେ ଆମେ ସମସ୍ତେ ଗୋଟେ ଫଟୋ କାଢ଼ିଲେ। ସେଠି ଏତେ ଭିଡ଼ ଥିଲେ, ତ ଆମେ 2 ଜଣର ଟିକେ ସେଲ୍ଫି ବି କାଢ଼ୁଥିଲୁ। ସେ ବି ମସ୍ତ ବସ୍ରେ ତ ଯିବିନି, ଟ୍ରେନ୍ ଟାଇମ୍ ଆସିଲେ ତ ସେଠି ତାର ମୁହଁ ବି ଟିକେ ଝିକିଦେଲା। ସେଠି ବି ବୁଲୁଥିଲା, ଟିକେ ଏନ୍ଜୟ ମସ୍ତି କଲୁ ଟିକେ 2 ଜଣ। ତ ସେ ପାଣି ଭିତରକୁ ପୁରା ଯିବିନି କହିଲା, ସାଇଡ଼୍ରେ ଥିଲା। ତ ସେ ଆମ ରୁମ୍ରେ ହିଁ ଗାଧୋଇ ଆସିଲା। ମୁଁ ସମୁଦ୍ରରେ ଗାଧୋଇବି ନାହିଁ କହିଲା, ସେଠି ଗାଧୋଇଲା। ତ ଟିକେ ସେମିତି ଗାଧୋଇଲା। ତ ଫୁଲ୍ ମସ୍ତି ପୁରା ଏନ୍ଜୟ କଲୁ, ଭଲ ଲାଗିଲା। ସମୁଦ୍ରରେ ଫୁଲ୍ ଏନ୍ଜୟ କଲୁ ଆମେମାନେ। ବୁଲାବୁଲି ବହୁତ ସୁନ୍ଦର ଭାବରେ କଲୁ। ଖରା ବି ହେଉଥିଲା, ଆଗକୁ ଭିଡ଼ ବି ହେଉଥିଲା। ସେ ସାଇଡ଼୍ରେ ଆମେ ଦେଖାଯାଉଥିଲୁ କେତେ ଭିଡ଼ ଅଛି। ତ ଆଗକୁ କେମିତି କ'ଣ ଅଛି ସମୁଦ୍ର ଅଛି ଆପଣଙ୍କୁ ଦେଖାଉଛି। ଏଇଟା ସମୁଦ୍ର ପାଖାପାଖି ଟିକେ ଆମେ ଅଛୁ। ସେ ସାମ୍ନା ଯେଉଁ ବିଲ୍ଡିଂ ଯାଉଛି ସେଠି ଆମେ ଲଜ୍ରେ ଗୋଟେ ରୁମ୍ ନେଇଛୁ। ତ ସେଠୁ ବଢ଼ିଆ ପାଖାପାଖି ଆସନ୍ତୁ ରୁମ୍, ସମୁଦ୍ର ପାଖାପାଖି ହିଁ ରୁମ୍ ଯାକ ଅଛି। ଆପଣ ରହିପାରିବେ। ଟିଟୁ ସାଙ୍ଗରେ ଭିତରକୁ ପୁରା ଗଲୁ, ପୁରା ଭିତରକୁ ସମୁଦ୍ର ଭିତର ପୁରା ଯେମିତି ଢେଉ ଆମକୁ ଯେମିତି କଲା, ସେ ଟିଟୁ ମାନେ ଦୌଡ଼ୁଥିଲା। ବେଶୀ ଦୌଡ଼ି ଆସିଲା, ଦୌଡ଼ୁଥିଲା, ପଳେଇଲା ସିଆଡ଼େ। ତାପରେ ଆମମାନେ ସେଠୁ ଏନ୍ଜୟ ପୁରା ମସ୍ତି କଲୁ, ଭଲ ଲାଗିଲା ସବୁ। ସମୁଦ୍ରର ପାଣି ଯେମିତି ଗରମ ଥିଲା, ଏତେ ଭଲ ଲାଗୁଥିଲା ସବୁ। ତ ବଢ଼ିଆ ମସ୍ତି କଲୁ, ଫୁଲ୍ ଏନ୍ଜୟ ମସ୍ତି ସବୁ ଫୁଲ୍ ଏନ୍ଜୟ କଲୁ ଆମେ ସମୁଦ୍ରରେ। ତାପରେ 2 ଜଣ ଆମେ ଇଆଡ଼େ ବୁଲୁଛୁ, ସିଆଡ଼େ ସାଙ୍ଗେ 2 ଜଣ ବୁଲୁଛନ୍ତି। ଝିଅ ସାଙ୍ଗରେ ଗାଧୋଇବାକୁ ସବୁ। ସେ ଝିଅ ପୁରା ପାଣି ଭିତରେ ପଳେଇ ବୋଲୁଛି, ଛାଡ଼ିଦେଲି ପାଣି ଭିତରେ ହିଁ ପଳାଉଥିଲା। ତ ଆମେ ଫୁଲ୍ ଝିଅକୁ ବି ଗାଧେଇଲୁ। ସବୁ ମସ୍ତ ବଢ଼ିଆ ଏନ୍ଜୟ ଫୁଲ୍ ମସ୍ତି କରି ଆମେ ସେଠି ପୁରୀ ବିଚ୍ରେ ପାଣି ସାଙ୍ଗରେ ଏନ୍ଜୟ କଲୁ। ଆଉ ଆପଣ ଯେବେ ପୁରୀ ଆସିଲେ ଫୁଲ୍ ମସ୍ତି କରନ୍ତୁ, ସମୁଦ୍ର ପାଖାପାଖି ଗୋଟେ ରୁମ୍ ନିଅନ୍ତୁ, ତ ଆପଣଙ୍କ ସୁବିଧା ହେବ। ତାପରେ ଆମେ ସେଠୁ ବାହାରିଲୁ ମନ୍ଦିରକୁ ଯିବା ବଲେ ଭୋକ ଲାଗିଲା, କିଛି ଖାଇନଛୁ ସକାଳୁ ଖାଲି। ତାପରେ ସେଠି ଗୋଟେ ଚଣା ଏମିତି ଖାଇଲେ ପେଟ ଟିକେ ଭଲ ଲାଗିବ ବୋଲିକରି ଚଣା ଖାଇଲା ପରେ ବଡ଼ ଲାଇନ୍ ଲାଗିବାକୁ ପଡ଼ିବ ସେଠି। ତ ଲାଇନ୍ ଲାଗିଲୁ ଆମେ ସେଠି ମନ୍ଦିରରେ ଗୋଟେ 2-3 ଘଣ୍ଟା 4 ଘଣ୍ଟା ଏମିତି ହେଇଗଲା ଦର୍ଶନ କରିବା ବେଳେ। 4 ଘଣ୍ଟା ନା 5 ଘଣ୍ଟା ଏମିତି ଉପରେ ହେଇଗଲା। ଲାଇନ୍ ଲାଗିଥିଲୁ ମନ୍ଦିରରେ, ଏତେ ବଡ଼ ଲାଇନ୍। ସେ ଭିତରେ ତ ମୋବାଇଲ୍ ଏଣ୍ଟ୍ରି ନାହିଁ, ସେଇଟା ମୋବାଇଲ୍ଟା ମୁଁ ରଖିଲେ ପରେ ଭିଡ଼ିଓ କରୁଛି। ଏଇଟା ଏତେ ସେ ମନ୍ଦିର ଭିତରେ ଗଲା ପରେ ଆମର ଯେମିତି ଲାଗିଲା କି, ତାପରେ ମନ୍ଦିର ଭିତରେ ଗଲୁ, ସେଠି ନହେଲେ ମୋବାଇଲ୍ ଏଣ୍ଟ୍ରି ଥିଲା ମୁଁ ଦେଖିଥାନ୍ତି। ତାପରେ ଆପଣମାନଙ୍କୁ ବାହାରୁ ଯେମିତି ଦେଖାଉଛି ରଥଯାତ୍ରା ଟାଇମ୍ ଆସିପାରିଲୁନି। ଆପଣ ନେକ୍ସଟ ଭିଡ଼ିଓରେ କେମିତି ହେଲା କ'ଣ କଲୁ ଆପଣଙ୍କୁ ରାତିରେ ଭିଡ଼ିଓ ସବୁ ଦେଖେଇବେ ଆପଣଙ୍କୁ।